ମୁଁ ଆପଣଙ୍କୁ ସ୍ୱାଗତ କରୁଛି ଏହି ଭିଡ଼ିଓକୁ ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦବାଇ ଦିଅନ୍ତୁ, ଯାହାଫଳରେ ନୋଟିଫିକେସନ୍ ପ୍ରଥମେ ଆପଣଙ୍କ ପାଖରେ ପହଞ୍ଚିବ। ଆସନ୍ତୁ ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ଆଜିର ଭିଡ଼ିଓରେ ଆମେ କ'ଣ ଜାଣିବା ନା ପରିଶ୍ରମୀ କୃଷକ ଓ ସୁନା ଫସଲ। ଏକ ଛୋଟ ଗାଁରେ ମାଧବ ନାମକ ଜଣେ ଗରିବ କୃଷକ ରହୁଥିଲେ। ତାଙ୍କ ପାଖରେ ମାତ୍ର 2 ମାଣ ଜମି ଥିଲା, କିନ୍ତୁ ତାଙ୍କ ମନରେ ଥିଲା ଅସୀମ ସାହସ ଓ ପରିଶ୍ରମ କରିବାର ଜିଦ୍। ମାଧବଙ୍କୁ ସମସ୍ତେ ଗାଁରେ ମାଟିର ମଣିଷ ବୋଲି କହୁଥିଲେ। ବର୍ଷେ ଗାଁରେ ଆଦୌ ବର୍ଷା ହେଲା ନାହିଁ। ଚାରିଆଡ଼େ ମରୁଡ଼ି ପରିସ୍ଥିତି ଦେଖା ଦେଲା। ଅନ୍ୟ ଚାଷୀମାନେ ଭାଗ୍ୟକୁ ଆଦରି ବସି ରହିଲେ, କିନ୍ତୁ ମାଧବ ହାର ମାନିଲେ ନାହିଁ। ସେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କଠିନ ପରିଶ୍ରମ କରି ନିଜ ଜମି ପାଖରେ ଏକ ଛୋଟ ଗାଡ଼ ଖୋଳିଲେ, ଯାହାଫଳରେ ମାଟି ତଳୁ ଅଳ୍ପ ଅଳ୍ପ ପାଣି ବାହାରିଲା। ସେହି ସାମାନ୍ୟ ପାଣିକୁ ବ୍ୟବହାର କରି ସେ ନିଜ ଜମିରେ ମୁଗ ଏବଂ କିଛି ପନିପରିବା ଚାଷ କଲେ। ଲୋକମାନେ ତାଙ୍କୁ ଦେଖି ହସୁଥିଲେ, କିନ୍ତୁ ମାଧବ ନିଜ କାମରେ ଲାଗି ରହିଲେ। କିଛି ମାସ ପରେ ଯେଉଁଠି ଅନ୍ୟମାନଙ୍କ ଜମି ପଡ଼ିଥିଲା, ମାଧବଙ୍କ ଜମି ସବୁଜିମାରେ ଭରିଗଲା। ବଜାରରେ ପନିପରିବାର ଅଭାବ ଥିବାରୁ ମାଧବଙ୍କ ଅମଳ ଭଲ ଦାମରେ ବିକ୍ରି ହେଲା। ତାଙ୍କର ଏହି ନିଷ୍ଠା ଦେଖି ଗାଁରେ ଅନ୍ୟ ଚାଷୀମାନେ ମଧ୍ୟ ଉତ୍ସାହିତ ହେଲେ। ଆମେ କ'ଣ ଏଥିରୁ ଶିଖିଲେ ନା ଭାଗ୍ୟ ଉପରେ ନିର୍ଭର ନକରି ଯିଏ କଠିନ ପରିଶ୍ରମ କରେ, ସଫଳତା ତା'ର ପଛେ ପଛେ ଆସେ। କୃଷକ ହିଁ ଜଗତର ଅନ୍ନଦାତା, ଯାହାର ଧୈର୍ଯ୍ୟ ମାଟି ପରି ଅଟଳ।